ନମସ୍କାର ବନ୍ଧୁମାନେ ଅଚାନକ ଭାବରେ ଜଗନ୍ନାଥଙ୍କ କୃପାରୁ ଗ୍ରହମାନଙ୍କ ଗୋଚରରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି, ଯାହାର ପ୍ରଭାବ 12ଗୋଟି ରାଶିରେ ପଡ଼ିଲେ ମଧ୍ୟ 4 ରାଶି ଏମିତି ଅଛନ୍ତି ଯେଉଁମାନଙ୍କ ଭାଗ୍ୟ ଅଚାନକ ଭାବରେ ଚମକିବାକୁ ଯାଉଅଛି। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଥିବାରୁ ଏବଂ ଗ୍ରହମାନଙ୍କ ରାଜଯୋଗର ପ୍ରଭାବରେ ଏହି 4 ରାଶି ମହା ଭାଗ୍ୟଶାଳୀ ରାଶି ହେବାକୁ ଯାଉଅଛନ୍ତି। ତେବେ ଆସନ୍ତୁ ଜାଣିବା କିଏ ସେହି 4ଟି ଭାଗ୍ୟଶାଳୀ ରାଶି ଯେଉଁମାନଙ୍କର ଭାଗ୍ୟ ବଦଳିବାକୁ ଯାଉଅଛି। ଏହା ପୂର୍ବରୁ ଆପଣମାନେ ବି ଜଗନ୍ନାଥଙ୍କୁ ସଚ୍ଚା ମନରୁ ଭକ୍ତି କରୁଥିଲେ ଏବଂ ବିଶ୍ୱାସ କରୁଥିଲେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଅବଶ୍ୟ ଲେଖି ଦିଅନ୍ତୁ। ବନ୍ଧୁମାନେ, ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଏକ ନିର୍ଦ୍ଦିଷ୍ଟ ସମୟ ରାଶି ପରିବର୍ତ୍ତନ କରିଥାନ୍ତି। ସେହି କ୍ରମରେ ବର୍ତ୍ତମାନ ବୁଧ ଗ୍ରହ ଉପସ୍ଥିତି ଥିବାବେଳେ ବର୍ତ୍ତମାନ ସେହି ରାଶି ଶୁକ୍ର ଗ୍ରହଙ୍କ ଚଳନ ହେବାକୁ ଯାଉଅଛି। ଏହି ଯୋଗ ସେହି ରାଶିରେ ମହାଲକ୍ଷ୍ମୀ ନାରାୟଣ ରାଜଯୋଗ ସୃଷ୍ଟି ହେଉଅଛି, ଯାହାର ପ୍ରଭାବ ଏହି 4ଗୋଟି ରାଶି ଉପରେ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି କରିବ। ଏହି 2 ଗ୍ରହମାନଙ୍କ ଯୋଗ ଅତ୍ୟନ୍ତ ଶୁଭ ହୋଇଥାଏ। ତେବେ ବନ୍ଧୁମାନେ ଆସନ୍ତୁ ଜାଣିବା କିଏ ସେ ଭାଗ୍ୟଶାଳୀ ରାଶି। ବନ୍ଧୁମାନେ, ପ୍ରଥମ ରାଶିଟି ହେଉଛି ବୃଷ ରାଶି। ବୃଷ ରାଶିର ବ୍ୟକ୍ତି ବିଶେଷମାନେ ବହୁତ ଧୈର୍ଯ୍ୟବାନ, ସମର୍ପିତ ଏବଂ ପରିଶ୍ରମୀ ହୋଇଥାନ୍ତି। ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସେମାନଙ୍କୁ ପ୍ରଚୁର ଧନ ସମ୍ପତ୍ତିର ମାଲିକ ହୋଇଥାନ୍ତି। ଏହା ସହିତ ବନ୍ଧୁମାନେ, ବୃଷ ରାଶିର ବ୍ୟକ୍ତି ବିଶେଷମାନେ ବହୁତ ଈଶ୍ୱରପ୍ରିୟ ହୋଇଥାନ୍ତି ଏବଂ ସେମାନେ ଭଲ ଆଚରଣ ଏବଂ ସଚ୍ଚୋଟ ହୋଇଥାନ୍ତି। ସେମାନେ ବହୁତ ଖୋଲା ହୃଦୟ ବ୍ୟକ୍ତି ହୋଇଥାନ୍ତି। ଆପଣମାନଙ୍କର ଯଦି ବହୁତ କରଜ ଥିଲା, ତାହେଲେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର କୃପାରୁ ତାହା ଧୀରେ ଧୀରେ ଦୂର ହେବାକୁ ଯାଉଅଛି। ଆପଣଙ୍କର ପରିବାରରେ ସୁଖ ଲାଗି ରହିବ। ଆପଣଙ୍କର ପ୍ରେମ ଜୀବନରେ ସୁଖ ଲାଗି ରହିବ। ବ୍ୟାପାର ବାଣିଜ୍ୟରେ ଉନ୍ନତି କରିବେ। ପ୍ରଭୁଙ୍କର କୃପାରୁ ସେପ୍ଟେମ୍ବର ମାସରେ ଆପଣଙ୍କ ଜୀବନରେ ସବୁ କ୍ଷେତ୍ରରେ ସଫଳତା ପାଇବେ। ଆପଣଙ୍କର ଏହି ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଅବଶ୍ୟ ଲେଖିଦେବେ। ଦ୍ୱିତୀୟ ରାଶିଟି ହେଉଛି କର୍କଟ ରାଶି। କର୍କଟ ରାଶିର ବ୍ୟକ୍ତି ବିଶେଷମାନେ ବହୁତ ସମ୍ବେଦନଶୀଳ ଏବଂ ମାନସିକ ଭାବରେ ଦୃଢ଼ ହୋଇଥାନ୍ତି। ଭଗବାନ ଶିବ ମଧ୍ୟ ଏହି ବ୍ୟକ୍ତିମାନଙ୍କୁ ଆଶୀର୍ବାଦ କରିଥାନ୍ତି। ଏହି ବ୍ୟକ୍ତିମାନେ ପ୍ରତ୍ୟେକ କଷ୍ଟକୁ ସାହସ ସହିତ ସାମ୍ନା କରିଥାନ୍ତି। ଏହା ସହିତ ଭଗବାନ ମଧ୍ୟ ତାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ରକ୍ଷା କରନ୍ତି ଏବଂ ସବୁବେଳେ ପ୍ରଭୁ ଜଗନ୍ନାଥଙ୍କ ସେହି ରାଶିର ବ୍ୟକ୍ତିଙ୍କ ଉପରେ କୃପା କରନ୍ତି ଏବଂ ପ୍ରତ୍ୟେକ କ୍ଷେତ୍ରରେ ସାହସ ସହିତ ବହୁତ ଉନ୍ନତି କରନ୍ତି। ପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦରୁ ଏହି ସେପ୍ଟେମ୍ବର ମାସ ଭଲ ରହିବ ଏବଂ ଆପଣ ଏହି ସେପ୍ଟେମ୍ବର ମାସରେ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି କରିବେ। ତାହା ଚାକିରି କ୍ଷେତ୍ର ହେଉ କିମ୍ବା ଶିକ୍ଷା କ୍ଷେତ୍ର ହେଉ। ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ବହୁତ ଉନ୍ନତି କରିବେ। ଆପଣମାନେ ବିଦେଶ ଯାତ୍ରା କରିପାରନ୍ତି। ଆପଣଙ୍କର ଏହି ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ତୃତୀୟ ଭାଗ୍ୟଶାଳୀ ରାଶି ହେଉଛି ସିଂହ ରାଶି। ପ୍ରଭୁ ଜଗନ୍ନାଥ ସିଂହ ରାଶି ବ୍ୟକ୍ତି ପ୍ରତି ଦୟାଳୁ ହୋଇଥାନ୍ତି। ଆପଣମାନଙ୍କ ନେତୃତ୍ୱ ଆଶୀର୍ବାଦ ଦିଅନ୍ତି। ସେ ଆପଣମାନଙ୍କର କ୍ୟାରିୟର ଉଚ୍ଚତା ଦିଅନ୍ତି। ଆପଣମାନେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣ କ୍ୟାରିୟରରେ ଉନ୍ନତି କରିବେ। ତା ସହିତ ଯଦି ବିଦ୍ୟାର୍ଥୀମାନେ ମଧ୍ୟ ବହୁତ ଉଚ୍ଚରେ ଯିବେ। ଆପଣଙ୍କର ପରିବାରରେ କିଛି ଅସୁବିଧା ଯଦି ଦେଖା ଦେଉଥିଲା, ତାହା ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସେସବୁ ମଧ୍ୟ ଦୂର ହେବ। ଆପଣମାନେ ଏହି ସେପ୍ଟେମ୍ବର ମାସରେ ପରିବାର ସହିତ କୌଣସି ନୂତନ ଜାଗାକୁ ଭ୍ରମଣ କରିପାରନ୍ତି। ଆପଣଙ୍କର ପ୍ରେମରେ ମଧ୍ୟ ସୁଧାର ଆସିବ। ଆପଣଙ୍କର ଏହି ସେପ୍ଟେମ୍ବର ମାସରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆପଣଙ୍କର ଯଦି ଚାକିରି ନାହିଁ, ତାହେଲେ ଏହି ସେପ୍ଟେମ୍ବର ମାସରେ ନୂତନ ଚାକିରି
ଯୋଗ ମଧ୍ୟ ପ୍ରାପ୍ତି ହେବ। ଆପଣଙ୍କର ଏହି ରାଶି ହୋଇଥିଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ତେବେ ଶେଷ ଭାଗ୍ୟଶାଳୀ ରାଶି ହେଉଛି ତୁଳା ରାଶି। ତୁଳା ରାଶିର ବ୍ୟକ୍ତି ବିଶେଷ ମାନେ ବହୁତ ନ୍ୟାୟପ୍ରିୟ ହୋଇଥାନ୍ତି। ଆପଣଙ୍କ ଉପରେ ପ୍ରଭୁ ଜଗନ୍ନାଥଙ୍କ ବିଶେଷ ଆଶୀର୍ବାଦ ରହିଛି। ଆପଣମାନେ ଧନ ଏବଂ ସଫଳତା ଉପଭୋଗ କରନ୍ତି। ଏହି ବ୍ୟକ୍ତିମାନେ ଚାପମୁକ୍ତ ଏବଂ ଖୁସିରେ ଜୀବନଯାପନ କରିବାକୁ ପସନ୍ଦ କରନ୍ତି। ତ ବନ୍ଧୁମାନେ, ଏହି ସେପ୍ଟେମ୍ବର ମାସରେ ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆପଣଙ୍କ ଜୀବନରେ ଯାହା ବି ଦୁଃଖ କଷ୍ଟ ଥିଲା ତାହା ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଧୀରେ ଧୀରେ ଦୂର ହେବାକୁ ଯାଉଛି। ଆପଣଙ୍କ ପ୍ରେମରେ ଯାହା ବି ସମସ୍ୟା ଥିଲା ତାହା ଦୂର ହେବାକୁ ଯାଉଛି। ଆପଣ କୌଣସି ତୀର୍ଥ ସ୍ଥାନକୁ ଯାତ୍ରା କରିପାରନ୍ତି। ଆପଣଙ୍କ ପରିବାରରେ ହସ ଖୁସି ଲାଗି ରହିବ। ଆପଣ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବାକୁ ଯାଉଛି। ଆପଣ ଶିକ୍ଷା କ୍ଷେତ୍ରରେ ମଧ୍ୟ ଉନ୍ନତି କରିବେ। ଆପଣଙ୍କର ଯଦି ସନ୍ତାନ ସୁଖ ନଥିଲା ତାହେଲେ ଏହି ସେପ୍ଟେମ୍ବର ମାସରେ ଆପଣଙ୍କର ସନ୍ତାନ ସୁଖ ପ୍ରାପ୍ତି ହେବାର ଯୋଗ ମଧ୍ୟ ରହିଅଛି। ତ ବନ୍ଧୁମାନେ, ଆଶା କରୁଛି ଆପଣମାନଙ୍କୁ ଏହି ଭିଡ଼ିଓଟା ଭଲ ଲାଗିଥିବ। ଯଦି ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖିବେ ଏବଂ ସବସ୍କ୍ରାଇବ୍ ମଧ୍ୟ କରିଦେବେ। ଧନ୍ୟବାଦ।